କିଏ ତୁମ୍ଭର ସମସ୍ୟା ସମାଧାନ କରିପାରିବ? ମନୁଷ୍ୟମାନେ ଜୀବନରେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୁଅନ୍ତି, କିନ୍ତୁ ସମସ୍ତଙ୍କର ଗୋଟିଏ ବଡ଼ ସମସ୍ୟା ଅଛି। ବାସ୍ତବରେ ଏହା ଅନ୍ୟ ସମସ୍ତ ସମସ୍ୟା ପାପ ନାମକ ଏହି ମାରାତ୍ମକ ରୋଗର ଲକ୍ଷଣ। ଈଶ୍ୱର ଆମ ଜୀବନର ବାସ୍ତବତା ପ୍ରକାଶ କରନ୍ତି ଏବଂ ଏହା ଏକ ବଡ଼ ସମସ୍ୟା। ସମସ୍ତ ମନୁଷ୍ୟ ପାପପୂର୍ଣ୍ଣ ସ୍ୱଭାବରେ ଜନ୍ମ ହୁଅନ୍ତି। ସମସ୍ତେ ପାପ କରିଅଛନ୍ତି ଏବଂ ଈଶ୍ୱରଙ୍କ ଗୌରବ ରହିତ ହୋଇଅଛନ୍ତି। ରୋମିଓ 3:23 ମନୁଷ୍ୟ ଜୀବନର ପ୍ରଥମ ନିଶ୍ୱାସରୁ ପାପ ଦେଖାଯାଏ। ଶିଶୁ ଅବସ୍ଥାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ପ୍ରତ୍ୟେକ ମନୁଷ୍ୟ ସ୍ୱାର୍ଥପର ହୋଇ ନିଜର ପାପପୂର୍ଣ୍ଣମୟ ଜୀବନରେ ବଞ୍ଚନ୍ତି। ପାପର ଅନେକ ପ୍ରଲୋଭନ ଅଛି ଏବଂ ଏହା ମଣିଷର ଚିନ୍ତାଧାରା, କଳ୍ପନା, ଇଚ୍ଛା, ଉଦ୍ଦେଶ୍ୟ, ଚାହିଁବା, ଶବ୍ଦ ଏବଂ କାର୍ଯ୍ୟ ଇତ୍ୟାଦିରେ ପ୍ରକାଶ ହୁଏ। ଆଉ ସେ କହିଲେ, ଯାହା ମନୁଷ୍ୟଠାରୁ ବାହାରେ ତାହା ହିଁ ତାହାକୁ ଅଶୁଚି କରେ। କାରଣ ମନୁଷ୍ୟର ହୃଦୟରୁ କୁଚିନ୍ତା ବାହାରେ, ବେଶ୍ୟାଗମନ, ଚୋରି, ନରହତ୍ୟା, ବ୍ୟଭିଚାର, ଲୋଭ, ଦୁଷ୍ଟତା, ଶଠତା, କାମୁକତା, ଈର୍ଷାଦୃଷ୍ଟି, ନିନ୍ଦା, ଅହଙ୍କାର, ମୂର୍ଖତା ଏହି ସମସ୍ତ ମନ୍ଦ ବିଷୟ ଭିତରୁ ବାହାରି ମନୁଷ୍ୟକୁ ଅଶୁଚି କରେ। ମାର୍କ 7:20-23 ପ୍ରତ୍ୟେକ ପାପ ଆମକୁ ଅଧିକ ଖରାପ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରେ। କ୍ୟାନ୍ସର କୋଷ ଅପେକ୍ଷା ପାପ ଅଧିକ ଶକ୍ତିଶାଳୀ ହୋଇ ବୃଦ୍ଧି ପାଏ। ଫଳରେ ମନୁଷ୍ୟ ପାପର ଦାସ ହୋଇଯାଏ ଓ ଏହାକୁ ପ୍ରତିରୋଧ କରି ନ ପାରି ଶାସନର ବଶୀଭୂତ ହୁଏ। ପ୍ରଭୁ ଯୀଶୁ କହିଲେ, ଯିଏ ପାପ କରେ ସେ ପାପର ଦାସ ଅଟେ। ଫଳରେ ମନୁଷ୍ୟ ହଠାତ୍ ମୃତ୍ୟୁବରଣ କରି ବିଚାରାଧୀନ ହୋଇ ଅନନ୍ତ ବିନାଶକୁ ଚାଲିଯାଏ। ମନେ ରଖ ଯେ ଈଶ୍ୱର କହିଲେ, ପାପର ବେତନ ମୃତ୍ୟୁ। ରୋମିଓ 6:23 ଯିଏ ପାପରେ ମୃତ୍ୟୁବରଣ କରେ ଅନନ୍ତ ଅଗ୍ନିରୋଧକୁ ଯିବ ଏବଂ ଅନନ୍ତ କାଳ ପର୍ଯ୍ୟନ୍ତ ଦଣ୍ଡ ପାଇବ। ଏହା ହେଉଛି ଦ୍ୱିତୀୟ ମୃତ୍ୟୁ। ପାପର ଭୟଙ୍କର ପରିଣାମ ଦ୍ୱାରା ମନୁଷ୍ୟ ଧାର୍ମିକତା, କଠିନ ଜୀବନଶୈଳୀ, ଅନୁତାପ, ଭଲ କାର୍ଯ୍ୟ, ଦାନ କରିବା, ଧ୍ୟାନ କରିବା, ଆତ୍ମହୃଦୟଙ୍ଗମ ଶୈଳୀ ଦ୍ୱାରା ଚେଷ୍ଟା କରନ୍ତି କିମ୍ବା ସେମାନଙ୍କ ଅମୂଲ୍ୟ ପାପରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରନ୍ତି, କିନ୍ତୁ କରିପାରନ୍ତି ନାହିଁ। ମନୁଷ୍ୟ ଦ୍ୱାରା ପାପ ସହଜରେ ପରିଷ୍କାର କରାଯାଇ ପାରିବ ନାହିଁ। ଆମେ ସମସ୍ତେ ଅଶୁଚି ଲୋକ ତୁଲ୍ୟ ହୋଇଅଛୁ ଓ ଆମମାନଙ୍କର ଧର୍ମକର୍ମ ସବୁ ଅଶୁଚି ବସ୍ତ୍ର ତୁଲ୍ୟ ଅଟେ ଓ ଆମ୍ଭେ ସମସ୍ତେ ପାପ ତୁଲ୍ୟ ଜୀର୍ଣ୍ଣ ହେଇଅଛୁ। ଆଉ ଆମମାନଙ୍କର ଅପରାଧ ସବୁ ବାୟୁ ପରି ଆମ୍ଭମାନଙ୍କୁ ଉଡ଼ାଇ ନିଏ। ଯିଶାୟ 64:6 ଏହି ଜଗତରେ ଅନେକ ଦାର୍ଶନିକ ଓ ଧର୍ମ ଶିକ୍ଷା ମନୁଷ୍ୟର ବାହ୍ୟ ଜୀବନକୁ ପରିଷ୍କାର କରିବା ପାଇଁ ବିଶ୍ୱାସ ଜନ୍ମାଏ, କିନ୍ତୁ ପରିଷ୍କୃତ କରିପାରେ ନାହିଁ। ଯାହା ଫଳରେ ପାପ କ୍ଷମା, ପରିତ୍ରାଣ ଗ୍ରହଣ କରିବା ଏବଂ ଈଶ୍ୱରଙ୍କ ରାଜ୍ୟକୁ ଯିବାର ଆଶା ଥିଲେ ସୁଦ୍ଧା ଏହା ସତ୍ୟ ନୁହେଁ। ଓ ଏହା ମୁଁ ଜାଣେ ଯେ ମୋ ପାଖରେ କୌଣସି ବିଷୟ ନାହିଁ, କାରଣ ଏହା ମୋର ପାପପୂର୍ଣ୍ଣ ସ୍ୱଭାବ ଅଟେ। ଯାହା ଉତ୍ତମ ମୁଁ ତାହା କରିପାରେ ନାହିଁ। ପ୍ରତ୍ୟେକ ମନୁଷ୍ୟ ପାପ ଦ୍ୱାରା ଅଶୁଚି ହୋଇଥିବା ଯୋଗୁଁ ଈଶ୍ୱରଙ୍କ ଆଗରେ ମନୁଷ୍ୟ ଯୋଗ୍ୟ ବିବେଚିତ ହୁଏ ନାହିଁ। ଆମର ପାପ ହେତୁ ଆମର ମନ ଦୀର୍ଘସ୍ଥାୟୀ ଶାନ୍ତି, ଚିରସ୍ଥାୟୀ ପ୍ରେମ, ଚିରସ୍ଥାୟୀ ଆତ୍ମା ଏବଂ ଆମେ ପ୍ରକୃତ ତୃପ୍ତି ପାଇଁ ଇଚ୍ଛା କରି ଯାହା ଦୁନିଆର କୌଣସି ସ୍ଥାନରେ ମିଳିପାରିବ ନାହିଁ। ପାପ ସକାଶୁ ମନୁଷ୍ୟ ଗର୍ତ୍ତଗାମୀ ହୁଏ। ଆମେ ଏହି ଜଗତର ନର୍କରେ ବାସ କରୁ, କିନ୍ତୁ ସେମାନେ ଅନନ୍ତ ଅଗ୍ନିର ହ୍ରଦରେ ବାସ କରନ୍ତି। ଈଶ୍ୱର ସିଦ୍ଧ ଅଟନ୍ତି, ଯିଏକି ପରିମାପ ଠାରୁ ନିର୍ମଳ ଓ ପବିତ୍ର। ଯେତେବେଳେ ମନୁଷ୍ୟ ପାପରେ ପତିତ ହୁଏ, ସେହି ସମୟଠାରୁ ସେ ଈଶ୍ୱରଙ୍କ ଠାରୁ ବିଚ୍ଛିନ୍ନ ହୋଇଯାଏ ଏବଂ ପାପର ଫଳସ୍ୱରୂପ ମୃତ୍ୟୁ ଓ ବିନାଶ ତାଙ୍କ ନିକଟକୁ ଆସେ। କୌଣସି ମନୁଷ୍ୟର ପବିତ୍ର ରକ୍ତ ଦ୍ୱାରା ପାପ ମୋଚନ ହୁଏ ନାହିଁ, କିନ୍ତୁ ଆମମାନଙ୍କ ସ୍ୱର୍ଗସ୍ଥ ପ୍ରେମମୟ ପିତା ପାପ କ୍ଷମା ପ୍ରତିବଦଳରେ ନିଜର ଏକମାତ୍ର ପୁତ୍ରଙ୍କୁ ଦାନ କଲେ। ଏହା ଫଳରେ ଈଶ୍ୱର ପାପ ଓ ନର୍କ ଯନ୍ତ୍ରଣାରୁ ଉଦ୍ଧାର କରିବା ପାଇଁ ମନୁଷ୍ୟ ରୂପ ନେଇ ଧାରଣ କଲେ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜଣେ କୁମାରୀଙ୍କ ଠାରୁ ପାପ ଶୂନ୍ୟ ହୋଇ ଜନ୍ମଗ୍ରହଣ କରିଥିଲେ ଏବଂ ନିଷ୍କଳଙ୍କ ହୋଇ ଜଗତରେ ଜୀବନଯାପନ କରି ଆମମାନଙ୍କର ପାପ ନିଜେ ବୋହି ନେଇ କ୍ରୁଶରେ ହତ ହେଲେ। ଆମମାନଙ୍କ ପାପ କ୍ଷମା ନିମନ୍ତେ ସେ ଆମମାନଙ୍କର ଲଜ୍ଜା, ଆମମାନଙ୍କର ଯନ୍ତ୍ରଣା ଓ ଆମମାନଙ୍କର ପାପକୁ କ୍ରୁଶରେ ବୋହି ନେଇ ଆମମାନଙ୍କୁ ମୁକ୍ତ କଲେ। ତତ୍ପରେ ସେ ମୃତ୍ୟୁ ଭୋଗ କରି ତୃତୀୟ ଦିନରେ ବିଜୟ ସହିତ ପୁନରୁତ୍ଥିତ ହେଲେ। ତାହାଙ୍କର ଏହି ମହାନ କାର୍ଯ୍ୟ ଯୋଗୁଁ ଯିଏ ତାହାଙ୍କଠାରେ ନିର୍ଭର କରେ ଏବଂ ପାପ ପାଇଁ ଅନୁତାପ କରି କ୍ଷମା ପାଇ ମୁକ୍ତିପ୍ରାପ୍ତ ହୁଏ। ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କର ବ୍ୟର୍ଥ ଜୀବନକୁ ଓ ଭବିଷ୍ୟତର ଅଗ୍ନିମୟ ହ୍ରଦରୁ ଆମମାନଙ୍କୁ ଉଦ୍ଧାର କରିବେ। ଯୀଶୁଖ୍ରୀଷ୍ଟ କେବଳ ଆମମାନଙ୍କର ଆଶା, ପରିତ୍ରାଣ ଓ ସବୁ କିଛି ଅଟନ୍ତି। ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ, କାରଣ ଯାହାଦ୍ୱାରା ଆମମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଏ ନାହିଁ। ପ୍ରେରିତ 4:12
କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ରୋମିଓ 6:23 ବର୍ତ୍ତମାନ ତୁମେ ଜାଣିପାରୁଛ ଯେ କିଏ ତୁମ୍ଭର ସମସ୍ୟାଟିକୁ ସମାଧାନ କରିପାରିବ। ତେବେ କାହିଁକି ଅପେକ୍ଷା କରୁଅଛ? ଏଣୁ ତୁମ୍ଭର ହୃଦୟକୁ ପରିଷ୍କାର କରି ପାପକୁ ସ୍ୱୀକାର କରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ନିର୍ଭର ରଖ। ତତ୍ପରେ ଖ୍ରୀଷ୍ଟ ଆପଣମାନଙ୍କୁ ଉଦ୍ଧାର କରିବେ। କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମେମାନେ ପରିତ୍ରାଣ ପାଇଅଛ। ତାହା ତୁମମାନଙ୍କର ନିଜ ଠାରୁ ହୋଇନାହିଁ, ତାହା ଈଶ୍ୱରଙ୍କର ଦାନ। ଏଫେସୀୟ 2:8 ଏଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଜୀବନକୁ ସମର୍ପଣ କରି ସେ ଆତ୍ମିକ ଜୀବନରେ ପ୍ରଚୁର ଜୀବନ ଯାପନ କରନ୍ତୁ। ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।